শীত সରିବା ଆଗରୁ ଏଇ ରେସିପିଟା ବନେଇ ନିଅନ୍ତୁ। ବହୁତ ବଢ଼ିଆ ରେସିପି ଆଉ ବହୁତ ହେଲ୍ଦି ଆଉ ଟେଷ୍ଟି ବି। ଛୁଆମାନଙ୍କୁ ନେଇକି ତ ବହୁତ ବଢ଼ିଆ। ଆଉ ସେମାନେ ରାତିର ଏଇ ରେସିପିଟା ଦେଲେ ଆଉ କିଛି ଦରକାର ହେବନି। ସାରାଦିନ ସେମାନେ ଏଇଟା ହିଁ ଖାଇବେ। ଆପଣମାନେ ତ ଦେଖିକି ଜାଣିପାରୁଥିବେ କ'ଣ ରେସିପିଟା? ପାଓ ଭାଜି, ଯେଟାରେ ଭରପୁର ପରିବା ଅଛି ଆଉ ବହୁତ ହେଲ୍ଦି ବି। ଚାଲନ୍ତୁ ଦେଖିନେଇ ପାଓ ଭାଜି। ପାଓ ଭାଜି ପାଇଁ କ'ଣ କ'ଣ ନେଇଛି? ଫୁଲକୋବି, ଗାଜର, ବିଟ୍, ଆଳୁ, ପିଆଜ, କ୍ୟାପ୍ସିକମ୍, ଅଦା ରସୁଣ, ମଟର ଛୁଇଁ, ଟମାଟୋ, କଞ୍ଚା ଲଙ୍କା। ଆକୁ ଦେଇ ଆମେ ଆଜି ପାଓ ଭାଜି ବନେଇଦେବା। ବହୁତ ଟେଷ୍ଟି ପାଓ ଭାଜି। ଫ୍ରାଇ ପ୍ୟାନ୍ଟା ଗରମ କରି ନେଇଛି। ସେଟାରେ 1 ଚାମଚ ତେଲ ଆଉ ବଟର ଦେଇ ଗରମ କରିନେଲି। ସେଟାରେ ଜିରା ଦେଇଦେଇଛି। ଜିରାଟା ଭଲକିନା ଫୁଟିଗଲା ପରେ ଏଟାରେ କ'ଣ କଲି? ପିଆଜ ଦେଇଦେଇଛି। ପିଆଜଟାକୁ ଭଲକିନା ଭାଜି ନେଉଛି। ଟିକେ ଲାଲ ଲାଲ ହେଇଗଲା ପରେ ତା ସହିତ ଅଦା ଦେଇଦେଲି। ଅଦାଟାକୁ ବି ଭଲକିନା ପିଆଜ ସହିତ ଭଲକିନା ଭାଜି ନେଉଛି। ତାପରେ ଦେଇଦେଉଛି ରସୁଣ। ରସୁଣଟାକୁ ବି ପିଆଜ ସହିତ ଭଲକିନା ତେଲରେ ଭାଜି ନେଉଛି। 5ରୁ 10 ମିନିଟ୍ ପର୍ଯ୍ୟନ୍ତ ମିଡ଼ିୟମ୍ ଫ୍ଲେମ୍ରେ ପିଆଜ, ଅଦା, ରସୁଣ ସବୁଗୁଡ଼ାକୁ ଭାଜି ସାରିଲା ପରେ ଏଟାରେ ଦେଇଦେବି ଟମାଟୋ। ଟମାଟୋ 2ଟାକୁ ମୁଁ ଭଲକିନା କାଟିକି ରଖିଥିଲି। ସେ ଟମାଟୋ ଗୁଡ଼ାକୁ ଦେଇଦେଲି। ଟମାଟୋକୁ ବି ଭଲକିନା ଭାଜି ନେବା। ଭାଜି ସାରିଲା ପରେ ଆପଣମାନେ ସ୍ୱାଦ ଅନୁସାରେ ଲଙ୍କା ଦେବେ। ଯେମିତି ଆପଣମାନେ ଲଙ୍କା ଖାଇବେ ସେଇ ଅନୁସାରେ ଦେବେ। ଲଙ୍କା, ପିଆଜ, ଟମାଟୋ, ଅଦା, ରସୁଣ ସବୁ ଭାଜିଗଲା ପରେ ଏବେ ମୁଁ ପୁରା ପରିବା ଗୁଡ଼ା ଦେଇଦେଲି। ପରିବା ଗୁଡ଼ାକୁ ବି ଭଲକିନା ଭାଜି ନେଉଛି। ଏବେ କ୍ୟାପ୍ସିକମ୍, ମଟର ଛୁଇଁ ଦେଇ ଭଲକିନା ମିଡ଼ିୟମ୍ ଫ୍ଲେମ୍ରେ 5ରୁ 10 ମିନିଟ୍ ପର୍ଯ୍ୟନ୍ତ ସବୁଗୁଡ଼ାକୁ ଭଲକିନା ଭାଜି ନେଲି। ଭାଜି ସାରିଲା ପରେ ଲୁଣ ଦେଇଦେଇଛି। ସ୍ୱାଦ ଅନୁସାରେ ଲୁଣ ଦେଇ ସାରିଲା ପରେ ଭଲକିନା ମିକ୍ସ କରିଦେଉଛି। ଏଇ ପାଓ ଭାଜି ଖାଇବା ପାଇଁ ବହୁତ ବଢ଼ିଆ ଲାଗେ। ଏବେ ହଳଦୀ ଦେଇଦେଲି 1 ଚାମଚ ଆଉ ଲଙ୍କାଗୁଣ୍ଡ ଦେଇଦେଲି। ଲଙ୍କାଗୁଣ୍ଡଟା ଦେଲେ ବହୁତ ବଢ଼ିଆ କଲର୍ ଆସିବ। ବିଟ୍ ତ ଦେଇଛି, ବିଟ୍ ସହିତ ଟମାଟୋ, କାଶ୍ମୀରୀ ରେଡ଼୍ ଚିଲି ପାଉଡ଼ର ଦେଇଛି। ଦେଲା ପରେ ଦେଖିବ ପାଓ ଭାଜିର କଲର୍ଟା ବହୁତ ବଢ଼ିଆ ଆସିବ। ଏବେ ପାଣି ଦେଇଦେଉଛି। 1 କପ୍ ପାଣି ଦେଇଦେଇଛି। ପାଣି ଦେଇ ସାରିଲା ପରେ ଏଟାରେ ପାଓ ଭାଜି ମସଲା ବି ଦେଇଦେଉଛି। ଦେଇ ଭଲକିନା ମିକ୍ସ କରିଦେବା। ମିକ୍ସ କରିସାରିଲା ପରେ 3ରୁ 4ଟା ସିଟି ଦେବା ପାଇଁ ରଖିଦେବା। 3ଟାରୁ 4ଟା ସିଟି ଦେଇ ସାରିଲା ପରେ ଦେଖନ୍ତୁ କେମିତି ସିଝିଯାଇଛି। ସବୁ ଜିନିଷ ସିଝିଯାଇଛି। ବିଟ୍, ଗାଜର, ଆଳୁ ସବୁ ସିଝି ସାରିଲା ପରେ ପାଓ ଭାଜି ମେସର ଅଛି। ସେ ମେସରଟା ଦେଇକି ମୁଁ ଭଲକିନା ମିକ୍ସ କରିଦେଲି। ସବୁଗୁଡ଼ା ବହୁତ ବଢ଼ିଆ ପେଷ୍ଟ ହେଇଯାଇଛି। ଏବେ ଆପଣମାନେ ଯେମିତି ଥିକ୍ ରଖିବେ ସେଇ ଅନୁସାରେ ପାଣି ଦେବେ। ମୁଁ ଗରମ ପାଣି ଦେଇଛି। ଗରମ ପାଣି ଦେଇ ଆଉ ଥରେ 2ରୁ 4 ମିନିଟ୍ ପର୍ଯ୍ୟନ୍ତ ଭଲକିନା ଫୁଟେଇ ନେଉଛି ଏଇ ପାଓ ଭାଜିଟାକୁ। ଏଇ ଭଲକିନା ଫୁଟେଇ ନେଇ ସାରିଲା ପରେ ଆକୁ ଏବେ ତଡ଼କା ଦେବା। ତଡ଼କା ଦେବା ପାଇଁ କ'ଣ ନେଇଛି? ବଟର ନେଇଛି। ବଟରଟାକୁ ଭଲକିନା ଗରମ କରିସାରିଲେ ପାଓ ଭାଜି ମସଲା ଆଉ କାଶ୍ମୀରୀ ରେଡ଼୍ ଚିଲି ପାଉଡ଼ର ଦେଇ ଭଲକିନା ଗରମ କରିନେଲି। ଗରମ କରିସାରିଲା ପରେ ସେ ଯେ ପାଓ ଭାଜିର କରିଟା ଥିଲା ତା ଉପରେ ଏଇ ବଟରଟା ଦେଇଦେଇଛି। ବଟରଟା ଦେଇ ସାରିଲା ପରେ 5ରୁ 10 ମିନିଟ୍ ପର୍ଯ୍ୟନ୍ତ ହାଇ ଫ୍ଲେମ୍ରେ ତରକାରୀଟାକୁ ଫୁଟେଇବା। ଦେଖନ୍ତୁ ଫୁଟିଯାଇଛି। ଫୁଟିଗଲା ପରେ ମୁଁ ଫ୍ରେଶ୍ ଧନିଆ ପତ୍ର ଦେଇଦେଉଛି। ଧନିଆ ପତ୍ର ଦେଇ ସାରିଲା ପରେ ଭଲକିନା ଦେଖିବେ ଫୁଟେଇ ଦେବେ। ଦେଖିବେ ପାଓ ଭାଜିର ତରକାରୀଟା ବହୁତ ବଢ଼ିଆ ସେଣ୍ଟ, ତା ସହିତ ଦେଖିବା ପାଇଁ ବି ବହୁତ ବଢ଼ିଆ ଲାଗିବ। ଏବେ ହେଇଯାଇଛି ପାଓ ଭାଜିର ତରକାରୀଟା। ଏବେ ପାଓଟାକୁ ରେଡ଼ି କରିବା। 4ଟା ପାଓ ଅଣାଇଛି। ଏଇ ଦେଖନ୍ତୁ ପାଓ ଗୁଡ଼ାକୁ ନେଇ ଆସିଛି। ଆକୁ 2 ଭାଗ ଦେଇ ଭାଗ କରି ନେଉଛି। 2 ଭାଗ ଦେଇ ଭାଗ କରିସାରିଲା ପରେ ଆଉ ଥରେ ଫ୍ରାଇ ପ୍ୟାନ୍କୁ ଗରମ କରି ନେଉଛି। ସେଠାରେ 1 ଚାମଚ ତେଲ ଆଉ ଟିକେ ବଟର ଦେଇ ଭଲକିନା ଗରମ କରି ନେଇଛି। ଏବେ ପାଓ ଭାଜିର ଯେ କରିଟା ଥିଲା ସେଇ କରିଟା ଦେଇଦେଇଛି ଆଉ ଧନିଆ ପତ୍ର ଦେଇ ଟିକେ ଗରମ କରିନେଲି ଭଲକିନା। ତା ଉପରେ 2 ଭାଗ କରିଥିବା ବ୍ରେଡ଼୍ ଗୁଡ଼ାକୁ ଦେଇଦେଉଛି। 2 ପଟ ସାଇଡ଼୍ ଭଲକିନା ବଟରରେ ସେକି ସାରିଲା ପରେ ଦେଖିବେ ପୁରା ପାଓଟା ସୁନ୍ଦର ହେଇଯାଇଛି। ବହୁତ ସଫ୍ଟ ହେଇଛି ଆଉ ବହୁତ ବଢ଼ିଆ ଲାଗିବ ବି ଖାଇବା ପାଇଁ। ରେଡ଼ି ହେଇଯାଇଛି ପାଓ ଭାଜି। ଏବେ ଆମେ ଖାଇବା ପାଇଁ ବସିଯାଇ। ପାଓ ଭାଜି ତ ପୁରା ଥାଳି ଭରି ନେଇଯାଇଛି। ବ୍ରେଡ଼୍ ସେକିକି ରଖିଥିଲି ତାକୁ ନେଇଗଲି। କିଛି ଲାଚା ପିଆଜ ନେଇଯାଇଛି। ଲେମ୍ବୁ ନେଇଛି। ଖାଇବା ପାଇଁ ଦୁର୍ଦାନ୍ତ ହେଇଛି। ସେଣ୍ଟ ବି ଯେମିତି ହେଉଛି, ଟେଷ୍ଟ ବି ବହୁତ ବଢ଼ିଆ। ଏବେ ପୁଅ କହୁଛି ମା ମୋତେ ଟିକେ ଖାଇବା ପାଇଁ ଦିଅ। ଯେତେ ବଟର ଦେବେ ସେତେ ଭଲ ଲାଗିବ। ସେଇଥିପାଇଁ ଉପରେ ଟିକେ ବଟର ଦେଇଦେଇଛି। ବଟର ଦେବେ ଦେଇ ଏବେ ଖାଇବା ପାଇଁ ବସିଯାଇ। ଆଗେ ପୁଅକୁ ଦେଇ ଆସି ଏଇ ଯେ ପୁଅକୁ ଦେଇଦେଇଛି। ପୁଅ ବାସ୍ନାରେ କହୁଛି ମା ବହୁତ ବଢ଼ିଆ ବାସ୍ନା ହେଉଛି। ଖାଇକି କହୁଛି କେମିତି ହେଇଛି। ଦେଖନ୍ତୁ କି ସୁନ୍ଦର ହେଇଛି। ଏବେ ମୁଁ ବି ମୋ ପାଇଁ ଗୋଟେ ଥାଳି ରେଡ଼ି କରିନେଇ। ଆଶା କରୁଛି ମୋର ଏଇ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗେ ଗୋଟେ ଲାଇକ୍, କମେଣ୍ଟ, ସେୟାର ତ ନିହାତି କରିବେ। ତା ସହିତ ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ। ନିହାତି ଆପଣମାନେ ଭଲରେ ରୁହନ୍ତୁ ଆଉ ସୁସ୍ଥ ରୁହନ୍ତୁ।